ক্রিকেট দুনিয়া আসলে এক বড় খবর। বর্তমান ভারত ও আফগানিস্তান মধ্যে 3 ম্যাচ বিশিষ্ট টি-20 সিরিজ ଭାରତ ମ୍ୟାଚରେ ଖେଳାଯାଉଥିବା ବେଳେ ଜାନୁଆରୀ 17 ତାରିଖରେ ଏହି ସିରିଜର ଅନ୍ତିମ ତଥା ତୃତୀୟ ଟି-20 ମ୍ୟାଚ୍ ଖେଳାଯିବ। ପୂର୍ବରୁ ଲଗାତାର 2ଟି ବିଜୟ ହାସଲ କରି ତୃତୀୟ ଟି-20 ମ୍ୟାଚ୍ରେ ଭାରତୀୟ ସିରିଜକୁ କ୍ଲିନ୍ ସୁଇଂ କରିବାକୁ ମଇଦାନକୁ ଓହ୍ଲିଥିବା ବେଳେ ଏହି ମ୍ୟାଚ୍ରେ ଭାରତ ଦଳର ବ୍ୟାଟ୍ସମ୍ୟାନ୍ ମାନେ ମଇଦାନର ଚତୁଃପାର୍ଶ୍ୱରେ ଛକା ଚୌକାର ବର୍ଷା କରି କ୍ରିକେଟ ଇତିହାସରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ ଆଫଗାନିସ୍ତାନ ଦ୍ୱିତୀୟ ଟି-20 ମ୍ୟାଚ୍ରେ ଭାରତ ଦଳ ଟସ୍ ଜିତି ପ୍ରଥମେ ମଇଦାନକୁ ଓହ୍ଲିଥିବା ବେଳେ ଭାରତ ଦଳର ସଂଖ୍ୟା 22 ରନ୍ ଥିବା ବେଳେ 4ଟି ୱିକେଟ୍ ପତନ ଘଟିଥିଲା। ଏହାପରେ ଭାରତ ଦଳର ଅଧିନାୟକ ରୋହିତ ଶର୍ମା ଓ ରିଙ୍କୁ ସିଂ ଚତୁଃପାର୍ଶ୍ୱରେ ଛକା ଚୌକାର ବର୍ଷା କରି 190 ରନ୍ର ବିସ୍ଫୋରକ ପାର୍ଟନରସିପ୍ ଦଳର ସ୍କୋର 212 ରନ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶର୍ମା ଏହି ମ୍ୟାଚ୍ରେ ମାତ୍ର 69 ବଲ୍ରେ 171 ରନ୍ର ଶତକ ଇନିଂସ ଖେଳିଥିଲେ। ରୋହିତ ଶର୍ମା ଏହି ମ୍ୟାଚ୍ରେ 8ଟି ଛକା ଓ 7ଟି ଚୌକା ସାମିଲ ଥିଲା। ଏହି ବ୍ୟତୀତ ରିଙ୍କୁ ସିଂ 69 ରନ୍ ସଂଗ୍ରହ କରିଥିଲେ। ଭାରତ ଆଫଗାନିସ୍ତାନ